ବଦଳିଲା ସାଲାରୀ ରୁଲ୍, ଲାଗୁ ହେଲା ଗ୍ରାଚ୍ୟୁଟି ସହ ପିଏଫ୍ ଓ ଛୁଟିର ନୂଆ ନିୟମ। ଆଜିଠାରୁ ୱାର୍କ କଲଚରରେ ପରିବର୍ତ୍ତନ ହୋଇଛି। ଗ୍ରାଚ୍ୟୁଟି, ପିଏଫ୍ ଏବଂ ଛୁଟି ଦିନ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଆସନ୍ତୁ ଆଜି ଆମେ ଏହି ନୂଆ ନିୟମ ଗୁଡ଼ିକ ବିଷୟରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ନୂଆ ଲେବର କୋଡ୍ ଆଜି 1 ଏପ୍ରିଲ 2026ରୁ କାର୍ଯ୍ୟକାରୀ ହେଉଛି। ଆପଣଙ୍କର ମୂଳ ଦରମା ଏବେ ଆପଣଙ୍କ ଦରମାରେ 50% ହେବ। ଆପଣଙ୍କର ପିଏଫ୍ ବୃଦ୍ଧି ପାଇବ ଏବଂ ଆପଣ ଛୁଟି ଦିନ ଦରମା ପାଇବ। ଆଜି 1 ଏପ୍ରିଲ 2026ରେ ଦେଶର ଶ୍ରମ ଆଇନରେ ସବୁଠାରୁ ବଡ଼ ପରିବର୍ତ୍ତନ ହେବା କରାଯାଇଛି। ସରକାର 84 ପୁରୁଣା ଶ୍ରମ ଆଇନକୁ ଏକୀକୃତ କରି 4ଟି ନୂଆ ଲେବର କୋଡ୍ ଲାଗୁ କରିଛନ୍ତି। ଏହି ପରିବର୍ତ୍ତନ କେବଳ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରିବ ନାହିଁ, ବରଂ ଆପଣଙ୍କର ଦରମା, କାର୍ଯ୍ୟ ଘଣ୍ଟା ଏବଂ ଅବସର ଯୋଜନାକୁ ମଧ୍ୟ ପୁନଃ ସେଟ୍ କରିବ। ଆସନ୍ତୁ ଜାଣିବା ଯେ ନୂଆ ଲେବର କୋଡ୍ ଆପଣଙ୍କୁ କିପରି ପ୍ରଭାବିତ କରିପାରେ। ନୂଆ ଲେବର କୋଡ୍ ପ୍ରଚଳନ ସହିତ କ'ଣ ପରିବର୍ତ୍ତନ ହେବ? ଏହି ପରିବର୍ତ୍ତନ ବ୍ୟବସାୟ କରିବାର ସହଜତା ଏବଂ ଜୀବନ ଧାରଣର ସହଜତା ଉପରେ ଆଧାରିତ। ଏବେ ସାରା ଦେଶରେ ନିୟମ ସମାନ ହେବ ଏବଂ ସବୁକିଛି ଡିଜିଟାଲ ଏବଂ ସ୍ୱଚ୍ଛ ହେବ। ଟେକ୍ ହୋମ୍ ପେ ଉପରେ ପ୍ରଭାବ। ନୂଆ ଲେବର କୋଡ୍ ଯୋଗୁଁ ଆପଣଙ୍କର ଟେକ୍ ହୋମ୍ ପେରେ ସାମାନ୍ୟ ହ୍ରାସ ହୋଇପାରେ। ନିୟମ ଅନୁଯାୟୀ ଆପଣଙ୍କର ମୂଳ ଦରମା ଆପଣଙ୍କର ମୋଟ ଦରମା CTCର ଅତି କମରେ 50% ହେବା ଆବଶ୍ୟକ। ଆପଣଙ୍କର ମୂଳ ଦରମାରେ ଏହି ବୃଦ୍ଧି ଆପଣଙ୍କର ପିଏଫ୍ ଏବଂ ଗ୍ରାଚ୍ୟୁଟି ଅବଦାନକୁ ବୃଦ୍ଧି କରିବ, ଯାହା ଆପଣଙ୍କର ମାସିକ ଟେକ୍ ହୋମ୍ ପେକୁ ସାମାନ୍ୟ ହ୍ରାସ କରିବ, କିନ୍ତୁ ଆପଣଙ୍କର ଅବସରକାଳୀନ ସଞ୍ଚୟକୁ ଯଥେଷ୍ଟ ମଜବୁତ କରିବ। ଏବେ ଆପଣଙ୍କୁ ସପ୍ତାହରେ କେବଳ 4 ଦିନ କାମ କରିବାକୁ ପଡ଼ିବ କି? ନୂଆ ଲେବର କୋଡ୍ରେ ସର୍ବାଧିକ 48 ଘଣ୍ଟା କାର୍ଯ୍ୟ ସପ୍ତାହ ସ୍ଥିର କରାଯାଇଛି। ଯଦି କମ୍ପାନୀ 12 ଘଣ୍ଟାର ସିଫ୍ଟ ପରିଚାଳନା କରେ, ତେବେ ଆପଣ 4 ଦିନ କାମ ଏବଂ 3 ଦିନ ଛୁଟି ପାଇବେ। ଯଦି ସିଫ୍ଟ 8 ଘଣ୍ଟାର ହୁଏ, ତେବେ ଆପଣଙ୍କୁ 6 ଦିନ କାମ କରିବାକୁ ପଡ଼ିବ। ଏହା ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମଧ୍ୟରେ ଚୁକ୍ତି ଉପରେ ନିର୍ଭର କରିବ। ଆପଣ କ'ଣ ଅଧିକ ସମୟ ଏବଂ ଅବ୍ୟବହୃତ ଛୁଟି ପାଇଁ ଅତିରିକ୍ତ ଟଙ୍କା ପାଇବେ? ନିଶ୍ଚିତ ଭାବରେ ଯେଉଁମାନେ ନିର୍ଦ୍ଧାରିତ ଘଣ୍ଟାଠାରୁ ଅଧିକ ସମୟ କାମ କରନ୍ତି, ସେମାନଙ୍କ ପାଇଁ କମ୍ପାନୀକୁ ସାଧାରଣ ମଜୁରୀର 2 ଗୁଣ ଦେବାକୁ ପଡ଼ିବ। ଅବ୍ୟବହୃତ ଛୁଟି ସମ୍ପର୍କରେ ନୂଆ ଲେବର କୋଡ୍ ନିର୍ଦ୍ଦେଶ ଦିଏ ଯେ କମ୍ପାନୀଗୁଡ଼ିକ ବର୍ଷ ଶେଷରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଯେକୌଣସି ଅବ୍ୟବହୃତ ଛୁଟିକୁ ନଗଦ ପରିଣତ କରିବେ। ଆପଣଙ୍କର କଷ୍ଟ ଅର୍ଜିତ ଛୁଟି ଆଉ ନଷ୍ଟ ହେବ ନାହିଁ। ପିଏଫ୍ ଅବଦାନର ବିକଳ୍ପଗୁଡ଼ିକ କ'ଣ? କମ୍ ବୟସର କର୍ମଚାରୀମାନେ ହାତରେ ଅଧିକ ଟଙ୍କା ରଖିବା ପାଇଁ ସର୍ବନିମ୍ନ 15,000 ସୀମା ପର୍ଯ୍ୟନ୍ତ ଅବଦାନ ଦେବାକୁ ବାଛିପାରିବେ। ପୁରୁଣା କର୍ମଚାରୀମାନେ ସମ୍ପୂର୍ଣ୍ଣ ମୌଳିକ ଅବଦାନ ଦେଇ ଏକ ବୃହତ ଅବସର କର୍ପସ୍ ଗଠନ କରିପାରିବେ। ଗୋଟିଏ ବର୍ଷ ଚାକିରି ପରେ ମଧ୍ୟ ଗ୍ରାଚ୍ୟୁଟି ମିଳିବ କି? ନିୟମିତ କର୍ମଚାରୀଙ୍କ ପାଇଁ ନିୟମ ସମାନ ରହିଛି, କିନ୍ତୁ ସ୍ଥିର ଅବଧି ଚୁକ୍ତି FTC ଥିବା କର୍ମଚାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ରହିଛି। ଏବେ ସେମାନେ ଗୋଟିଏ ବର୍ଷରେ ଚୁକ୍ତି ସମାପ୍ତ କରିବା ପରେ ମଧ୍ୟ ଗ୍ରାଚ୍ୟୁଟି ପାଇବାକୁ ହକଦାର ହେବେ। ଜୋମାଟୋ ଏବଂ ସ୍ୱିଗି ଭଳି ଗିଗ୍ କର୍ମୀ ଏବଂ ରାତି ସିଫ୍ଟରେ କାମ କରୁଥିବା ମହିଳାମାନଙ୍କ ପାଇଁ ଏଥିରେ କ'ଣ ଅଛି? ପ୍ରଥମ ଥର ପାଇଁ ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀମାନଙ୍କୁ ଆଇନଗତ ପରିସରଭୁକ୍ତ କରାଯାଇଛି। ସେମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ପାଣ୍ଠି ପ୍ରତିଷ୍ଠା କରାଯିବ, ଯାହା ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରିବ। ମହିଳାମାନେ ଏବେ ଇଚ୍ଛା ଅନୁସାରେ ରାତିରେ ସିଫ୍ଟରେ କାମ କରିପାରିବେ, ତଥାପି କମ୍ପାନୀଗୁଡ଼ିକୁ ସେମାନଙ୍କର ସୁରକ୍ଷା, ପରିବହନ ଏବଂ ଆଲୋକ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ବୀମା ESIC ପାଇଁ କ'ଣ ପରିବର୍ତ୍ତନ ହେବାକୁ ଯାଉଛି? ESIC ଦରମା ସୀମା 21,000ରୁ 30,000କୁ ବୃଦ୍ଧି କରାଯାଇପାରେ, ଯାହାଦ୍ୱାରା ଏକ ବୃହତ ଜନସଂଖ୍ୟା ମାଗଣା ଚିକିତ୍ସା ସୁବିଧା ପାଇପାରିବେ।
नुआ लेबर कोड कर्मचारी माननकु विशेष करी गिग कर्मचारी माननकु स्वीकृति एवं एक दृढ़ अवसर पांठि प्रदान करी लाभदायक करिबा तथापि कंपनी गुड़िक उपर आर्थिक बोझ वृद्धि पाइब एवं कर्मचारी मानकर मासिक इन हैंड दरमा सामान्य ह्रास पाइब। आशा करुच्ची आपण मानकु आजिर एई भिडियोटी निश्चित भाव में भल लगिथिबो आ आपण माने भिडियो देखि सब किछि बुझी जाइथिबे जे नुआ लेबर कोड रे कोन सब परिवर्तन करा जाइछि आउ कर्मचारी मानकु की प्रकार लाभ मिलिबो। जदि आपण मानकु एई भिडियोटी भल लागिथाय दया करी एई भिडियो को बहुत मात्रा लाइक शेयर और कमेंट करंतु आउ जेउ माने एपर्यंत आम चैनल को सब्सक्राइब करनांती आपण मानकु अनुरोध आपण माने एबे ही आम चैनल को सब्सक्राइब करंतु। आज पई एतिके फोन देखाबो आउ एक नुआ भिडियो रे सेते पर्यंत मु दीपू आपण मानक थारु विदा होउची रहुची। धन्यवाद।